যেতে খাইবু সেতে ভালো পাখের নাই মেডিকাল কোঠে ছিল মো বেল তুমি ভারি ভালো আর দেরি করে ভাই ओम विश्व चिंतामणि परमेश्वर भगवान श्रीमान सत्यनारायण महाप्रभु प्रीति परबे बोलो परम आनंदे एक बार हरे भला सारला देवी वृद्धि माँ बन दुर्गा देवी वृद्धि अर्थे श्रद्धा मम प्राण श्रीमान कपिलेश्वर महादेव वृद्धि रबे बोलो परम आनंदे एक बार हरे हरे भला मानकर करंदु कल्याण श्री सत्यनारायण प्रभु तथा ये अनुष्ठान कर्मकर्तांकर मंगल विधानमस्तु रवि बोलो परम आनंद एक बार भला बंदे बाणी मनुजा कुंदेन्दु तुषार हार झबड़ा सुरा वस्त्रान्विता दंडित मंडित राजा स्वेद ब्रह्माच्युत शंकर प्रभृति भीर वंदे सदा वंदिता भगवती सरस्वती बोला मातब शैल रे मातब शैल जे मा मातब शैल जे मा
ସମଧମା ମାଗୁଅଛି କର ଯୋଡ଼ି ମା ମାଗୁଅଛି କର ଯୋଡ଼ି ମାଗୁଅଛି କର ଯୋଡ଼ି ମା ମାଗୁଅଛି କର ଯୋଡ଼ି ମୋ ମାଲୋ ଏ ମା ମାନ ଡବର লিখিলে মেঘাঙ্গী বিগতম বরা সব শিবার বা ত্রিনেত্রা ঘোরা কর্ণালম্বিত বাল যুগ্মর ভয়দা মুন্ড স্রজা মালিনী তোর ধন্য হিমর জসিরা বিরম খড়গজ সর্বীয় করে সন্ধ্যা সন্ড হর্য ঘিয়া ভগবনি জয়া বন্দে সদা কালিকা সদা কালিকা আনন্দ কন্দ পরমানন্দ জগদানন্দ পরমেশ্বর পরমর্শনীয় পরম বন্দনীয় পরমানন্দ মাধব শ্রী সত্যনারায়ণ মহাপ্রভু আজ্ঞা 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 কল্যাণময়ী জগদেশ্বরী বিন্ধেশ্বরী ঝঙ্কড়বাসিনী মা শারদেবর দে তথা গণপতি আদি পঞ্চদেবতাঙ্কর ভয় পদকঞ্জরি চিত্তমনকু অর্পণ কলা পরে স্বয়ংরে সারে পীর দরবার উপরে মঙ্গলাচরণ রূপক 16 কোটি উপঢৌকন দিয়েছি কহিলে বন্দে সদা কালিকাম বন্দে সদা কালিকা প্রথমে কবি গোটিয়ে মা কু ডাকিলে মা কু সেবিলে বাপা কু পাই তেবে সে পুত্র অজা কু খোঁজই ভুল হয়ে গলা রে সে কালিকা কিয়ে না মেঘাঙ্গী বিগতম বরা সব শিবর বা বাবা মেঘাঙ্গী মেঘাঙ্গী না মেঘযুক্ত অঙ্গী মেঘাঙ্গী মেঘর রঙ্গটা কোন রে দেখিবা কালি আজ্ঞা আমি নিজে পাঠ পড়িছে পঞ্চম শ্রেণী সাহিত্য বই জাতীয় পক্ষীরে কোলা কোলা মেঘ দেখি নাচে ময়ূর মেঘ দেখি নাচে ময়ূর দেখি নাচে ময়ূর কোলা মেঘ দেখি নাচে ময়ূর রূপ দিছে তার কি মনোহর রূপ দিছে তার আমি হলি গলে কাহিরে কোন এত ভিড়କୁ খিয়াছিও মেঘর রঙ হচ্ছে কলা আরে বুদ্ধা পি মাଳ ଥିଲା রে আরে বুদ্ধা কি আয়ুষ্মান ভবঃ আবে তুই গলাই দে তো মন তো যদি মু গলাইলে নু হেরি নারায়ণ মঙ্গল কর তু যা অলস ছাড়িনি এ মানিবনি রে আরে এডি আরে পুଅ কଣ କହୁଛି ମୋ ଭାଇ କାଙ୍କି ବଗ ମାଳ ପାଇ କେ ଦେଇଛି
କବି କହିଲେ ମେଘର ହଁ ମୋ ବାପା ଲୋ ଆୟୁଷ୍ମାନ ପ୍ରଭୁ ମଙ୍ଗଳ ଆଉ ପଇସା ଆଣିବୁ ଖାଲି ମାଳ ହେଇଗଲା। ମେଘର ରଙ୍ଗ କଳା କାଳିର ରଙ୍ଗ ହଉଛି କଳା। ଆମେ କାଳି କାହାକୁ କହିବା? କଲା କରାଳ ଗତିରେ ଖାଏ କାଳ ରୂପୀ ହୋଇ କରି ନାମ ତାର କାଳିଟା ବୋলাই ଶୁଣୁ ସେ କିଏ କାଳି? ତୋ ସ୍ତ୍ରୀଟି ଗୋରୀ ନା ସାବେନି ନା କାଳି? ଗୋରୀ ଅରୁଆ ଚାଉଳ ଭଳିଆ ଧୋଲି ନାଇଁ ତୋ ସ୍ତ୍ରୀ ହଉଛି କାଳି। ତମେ କଳିଆ ଗାଣ ତମ ସ୍ତ୍ରୀ କାଳି ହେଇଥିବ ଦିଦି ମୋ ସ୍ତ୍ରୀ ନୁହଁ। ଏ ଚମଡା ଟାକୁ ଦେଖିକି ଭାବୁଛୁ? ଆଉ କୋଉ କଥା? ତୋ ସ୍ତ୍ରୀ ଗୋରୀ ନୁହଁ ଆଉ କାଳି। ଆଚ୍ଛା ଭାଇ ସ୍ତ୍ରୀ ତୋ ସ୍ତ୍ରୀ ଗୋରୀ ହେଇଥିବେ ରାଜା ଶୁଣିବାକୁ ଯାଉଛି ଆଉ। ତୋ ସ୍ତ୍ରୀ ବି କାଳି କେମିତି? ଆରେ ରହମ କାହିଁ ଭଲ ବୋଲଉଛୁ? ଏଠି ଆମେ ଯେତେ ଅଛେ ସମସ୍ତଙ୍କ ସ୍ତ୍ରୀ କାଳି। ମୋ ସ୍ତ୍ରୀ ବି କାଳି। କେମିତି କାଳି? ସ୍ତ୍ରୀ କେମିତି କାଳି? ମନବୋଧ ଚଉତିଶା ଦାଡିଏ କହିଲା କହୁନାହାନ୍ତି। କଲା ଯାହାକୁ ତୁ ବି ଭାଇ ହେଲୁ ସେହି ଦବେ ଖାଉଅଛି କାଳ ରୂପୀ ଆମେ କହେ ବ୍ରହ୍ମା ହେଲେ ସୃଷ୍ଟିକର୍ତ୍ତା, ବିଷ୍ଣୁ ହେଲେ ପାଳନ କର୍ତ୍ତା, ଶିବ ହେଲେ ସଂହାର କର୍ତ୍ତା। ଆଜ୍ଞା ଠିକ କଥା ଆଜ୍ଞା। ନା ନାଇଁ ଆଜ୍ଞା? ହଁ ହଁ ଇଏ କଣ ଠିକ? ଆଉ ନା କଣ ବ୍ରହ୍ମା ସୃଷ୍ଟିକର୍ତ୍ତା ନୁହନ୍ତି? ନାଇଁ। ଶିବ ସଂହାର କର୍ତ୍ତା ନୁହନ୍ତି? କେନ୍ଦୁଝରରେ ପାଲା ଗାଇଲା ବେଳେ ଆଜ୍ଞା ମାଇପି ବନ୍ଧା ବିଲୁକୁ ଯିବେ, ମାଇପି ବନ୍ଧା ଧାନ ବୁଣିବେ, ଅଣ୍ଡ୍ରି ପୁଅ ଧବ ଖାଲି ଟିକେ ହଳ କରିଦବ ବୋଲେ ଚାଷ କରିଦବ। ତା କାମ ଅଛି କି? ମାଇପି ବନ୍ଧା ଧାନ ରୋଇବେ, ଧାନ କାଟିବେ, ଧାନ ଆଣି ଘରେ ଗଦେଇବେ, ସାର ବି ପକେଇବେ, ବିଲ ବାଛିବେ, ସାର ପକେଇବେ। ଅଣ୍ଡ୍ରି ପୁଅ ଦିନ ଯାକ ବସିକି ତାସ ଖେଳୁଥାଉ ବାବା। ଯେମିତି ଧାନ ଅମଳ ହେଇକି ଘରକୁ ବାଡିକି ଆସିବ ବେଙ୍ଗଳା ଟିକେ କରିଦବ। ସେ ପଚାରିବ ଭାଇ କେତେ କୋଟି ଧାନ ହେଲା? ବର୍ଷ 80 ଭରଣ ପାଇଛି ରେ। ନାଇଁ ବର୍ଷ 80 ଭରଣ ଧାନ ପାଇଛି। କିରେ ତୋ ଭାରିଜା ତ ସବୁ ଗଲା, ତୋ ନାଁଟା କେମିତି ହେଲା? ଆମ ଗାଁରେ ଶୈଳ ଦଳେଇ ସରପଞ୍ଚରେ ଠିଆ ହେଲା, ସେ ଜିତିକି ହେଲା ସରପଞ୍ଚ। ଶୈଳ ଦଳେଇ କିନ୍ତୁ ଗାଁ ବାଲା ଯାକ ତା ସ୍ୱାମୀ ଦିଶୁକୁ ଡାକିଲେ, କହିଲେ ସରପଞ୍ଚ ବାବୁ ଟିକେ ଇଆଡେ ଆସ। ଆରେ ତୋ ଭାରିଜା ତ ସରପଞ୍ଚ ଜିତିଲା, ତୁ କଣ ସରପଞ୍ଚ? ଜୀବନ ଚର୍ଯ୍ୟାରେ ନାରୀର 3ଟା ରୂପ। କଣ ବୁଝୁ? ଗୋଟିଏ ହେଲା ମା, ଆଜ୍ଞା ଗୋଟିଏ ହଉଛି ଭଉଣୀ, ଗୋଟିଏ ହଉଛି ସ୍ତ୍ରୀ। ମାନେ ମୋ ସ୍ତ୍ରୀର 3ଟା ରୂପ। ମା ରୂପରେ ଜଗତକୁ ସେ ସୃଷ୍ଟି କରେ। ବାବା ସେ ସୃଷ୍ଟିକାରିଣୀ। କାରଣ ପ୍ରସୂତି ଦେଲା ବାଲା ସେ ମା। ବାବା ତମ ଘର ମାନଙ୍କରେ ତମ ଝିଅ ବୋହୂ ହୁଅନ୍ତୁ କି ମୋ ଘରେ ମୋ ଝିଅ ବୋହୂ ହୁଅନ୍ତୁ, ଯେତେବେଳେ ମେଡିକାଲ କୁ ଯାଉଛନ୍ତି ଆଜ୍ଞା ପିଲା ଜନ୍ମ କରିବା ପାଇଁ, ଯୋଉ ଘର ଭିତରେ ପଶୁଛନ୍ତି କଣ ଲେଖା ଯାଇଛି? ପ୍ରସୂତି ଭବନ। ପ୍ରସୂତି ଗୃହ ବା ପ୍ରସୂତି ଭବନ। କାହିଁକି ନା ଦକ୍ଷ ପ୍ରଜାପତି ସ୍ତ୍ରୀ ନା ହଉଛି ପ୍ରସୂତି। ଇଏ ତା ନା ଦକ୍ଷ କାହିଁକି ନା ଛୁଆ ଜନ୍ମ କରିବାରେ ସିଏ ଦକ୍ଷ। ଆଚ୍ଛା ତା ସ୍ତ୍ରୀ ୟା ନା ପ୍ରସୂତି କାହିଁକି ନା ଛୁଆ ଜନ୍ମ କରିବାରେ ଇଏ ସିଏ ଜନ୍ମ କରିବାରେ ଦଖଲ, ଇଏ କରେଇବାରେ ଦଖଲ। ତେଣୁ ତମ ଲେବର ରୁମ ଲେଖା ଯାଉଛି ପ୍ରସୂତି ଗୃହ। ମା ଜନ୍ମ କରେ, ଭଉଣୀ ଜଗତକୁ ପାଳନ କରେ। ଆଉ ଜଣେ ଅଛି କାଳି, ସେ ହଉଛି ତୋ ସ୍ତ୍ରୀ। ବାବା କେତେବେଳେ କାଳି ରୂପ ଧରେ? ସ୍ତ୍ରୀ ରୂପରେ
से जगत को संहार करे बाबा आमे सब पाला वाला माने घोषिचु ए पद को गाउछु गावना सब पाला वाला आमे शिखिचु ए पदटा बोला कौन ना दिन में मोहिनी रात में बाघिनी दिन में मोहिनी रात में बाघिनी दिन में मोहिनी रात में बाघिनी पलक पलक लहू तो से हो पलक लहू तो से पलक पलक लहू तो से हो पलक पलक लहू तो से दुनिया सारा बावड़ा हो के 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 बाघिनी को से हो भर भर बाघिनी को से हो तो स्त्री तो पे कौन बुझू जगत को संहार करे आज्ञा स्त्री 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 ना केमिति केमती ना आमे मनु संहिता रे पढ़िछे बीर्ज्य बसाद मानवा आगे 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 इरा कहीं तो मो स्त्री केते करतु जानू रे आम देहरे हां आमको जहा पुराण कहिछि जो मनीष मरिबो हां मरिबा पूर्वरु ता देहरु जेते बीर्ज्य तब सब बाहर जीव कोन न जो आगे आगे आमे बीर्ज्य बसाद मानवा चला आम बीर्ज्य को किए नउछि बला 32 गुंडा भात खाइले हां हां आम देहरे गोटे बिंदु रक्त हुए अच्छा 32 बिंदु रक्त हेले 32 बिंदु रक्त हेले आम देहरे गोटे बिंदु चर्म बोले चमड़ा हुए 32 बिंदु चर्म हेले 32 बिंदु चमड़ा हेले एकाटी हां आम देहरे गोटे बिंदु मांस हुए 32 बिंदु मांस हेले 32 बिंदु मांस एकाटी हेले हां आम भितरे गोटे बिंदु अस्थि हुए अच्छा 32 बिंदु अस्थि हेले गोटे बिंदु मजा जो मटन किणकी आनुछु हां आ इतरे जो हाडी रे ता जो कंटा बोले हाड़ ता भितरे सुसाडुन ये सुसाडीला लोक तार अभ्यास अछि सुसाडीबो आ बोले जा पाखरे पैसा दबो से आनिबो ना तो बोले तू अच्छा तू ब्रॉयलर कुकुड़ा खाइबा लोक 32 बिंदु मजा हेले गोटे बिंदु ए देहरे हुए धातु वाह ए मजा हुए हां हां आ 32 बिंदु मजा जेते बेले एकाठी हे जिवो ए देहरे गोटे बिंदु धातु बोले बीर्ज्य हुए आमे जेते बेले स्त्री संग करे आज्ञा तू जानिछु केते बिंदु धातु जाए ए मु एतले कामेर लागि थौ ना तू हेते बिंदु को मापिबु कोन ओ तू हेते बेले कहि हबनी केते गला ओडे मूर्ख उलिया कथा करू कोन मूर्ख कोला पत्नी संग बेले शरीर उदर 36 बिंदु गळई बिंदु जे बिंदु उत्पत्ति को 3 मास दिला स्त्री संग बेले आज्ञा तो देह 36 बिंदु जाए आज्ञा बीर्ज्य बा आ ये 36 बिंदु बीर्ज्य तैयारी होगा हां तो देहरे हां तते 3 मास लागे 3 मासर बिंदु थरे के सफा से जो स्त्री बागुणी की खाउची किंतु तू मानुछु कोन आज्ञा चैतन्य कहले 12 मास को 12 थर के छे कहि रोके छे 12 मास को 12 थर जदि पारुछ हां थरुटे उणा कर कारण हां भागवत कहिछि कहला नारी संग मोहरी तू मते केवल पुत्र जन्मार्थे केवल पुत्र जन्मार्थे केवल पुत्र जन्मार्थे बिंदु को अपचय कर बाबा कोउथि भाई हां ना पुत्र जन्म पाई वाह अच्छा केवल पुत्र जन्म अर्थे जगन्नाथ दास कहले हां कहीं कन्या कथा कहलेनी तो वाह नहीं तो कहली झियो पिला कोन पे जन्म करबु घर ढिंकी उठिकी जियो बोली राम मूर्खटा ए जो लिखलेनी आ नहीं आउ महाभारत सीरियल जो देखुथिबु हां कुंती की ता बापाटा किछि पुत्र ला ता ना पुत्र वाह पुत्र अर्थ केवल पुओ नु बाबा पुत नामक नरकात त्रायतेति पुत्र जे पुत्र नामक नरक उद्धार करे से गोटा को पुत्र हो वाह वाह एइथि पे आमे पिला बेले प्रार्थना रे प्रा गाइले हे आनंदमय गोडी भुवन बालक
କବି କଣ କହିଲେ ଫୟ ପାଲା କିରେ ଆଉ ହେ ଆନନ୍ଦମୟ କୋଟି ଭୁବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ। ଆରେ ଝିଅ ପିଲାମାନେ ତମେ ଯେତେବେଳେ ସ୍କୁଲରେ ପାଠ ପଢୁଛ ତମେ କଣ କହିଛ ଅଧମ ଅକ୍ଷମ ମୁହିଁ ଅବୋଧ ବାଳିକା କହିଛ ନାଇଁ ବାଳକ। ତମେ କଣ ବାଳକ ନାଇଁ ତ ତାହେଲେ ବାଳକ କେମିତି କହିଲ ତାହେଲେ ତମେ ବି ପୁଅ ପିଲା। ନାଇଁ ବାଳକ ଅର୍ଥ ହଉଛି ପୁତ୍ର ବାଳକ ଅର୍ଥ ହଉଛି କନ୍ୟା ହେଲା 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 କେମିତି ନା ଆମେ ସମସ୍ତେ ହେଲେ ଜୀବ ଆମେ ସମସ୍ତେ ହେଲେ ଯିବ ଆମେ ଜୀବ ଯେତେବେଳେ ଆମେ ସମସ୍ତେ ଗୋଟିଏ ଗୋଟିଏ କନ୍ୟା ବାବା ମୁଁ କହୁନି ପ୍ରମାଣ ଟିଏ ଦଉଛି କଣ କହିବ ତ୍ରେତୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମ ଆଜ୍ଞା ସୀତାଙ୍କ କଥାରେ ଗୋଡେଇଲେ ଗୋଟେ ହରିଣ ପଛରେ ମାରିଛ ପଛରେ ନା ଭୁଲ କହୁଛି ଆଜ୍ଞା ଆଚ୍ଛା ଆକୁ କବି ରୂପ ଦେଲେ କଣ କହିଲେ କଣ ମାରିଚଟା ଅଣ୍ଡ୍ରି ପୁଅ ନା ଝିଅ ପିଲା ମାରିଛ ଅଣ୍ଡ୍ରି ପୁଅ ଆଜ୍ଞା ଆଚ୍ଛା ସେ ହରିଣ ହବ ନା ହରିଣୀ ହବ ହରିଣ ହବ ହରିଣ ହବ ହଁ କିନ୍ତୁ ଆଜ୍ଞା ବିଚିତ୍ର ରାମାୟଣରେ ବିଶ୍ୱନାଥ ଖୁଣ୍ଟିଆ କହିଲେ କଣ କହିଲେ କହିଲେ ହେ ମୋ ହରିଣୀ କଣ ଲେଖିଲେ କବି ଧରୁ ଧରୁ କରୁ ମୃଗ ପଳାବନ୍ତି ଆଗ କହିଲେ ହେମ ହରିଣୀ ହରିଣୀ ତାପରେ କହିଲେ ଧରୁ ଧରୁ କରୁ ମୃଗ ପଳାବନ୍ତି ବାବା ହେମ କୁରଙ୍ଗେଇ ନଚ ପୂର୍ବ ବାର୍ତ୍ତା ରାମ ଚପର୍ଣଶାଳା ତ୍ରୟ ତତ୍ର ସମୀକ୍ଷ ଶୂନ୍ୟ ବୈଦେହୀ ଚରଜ ଗୋଟେ ଜାଗାରେ ଲେଖା ହେଲା ମୃଗ ଗୋଟେ ଜାଗାରେ ଲେଖା ହେଲା ମୃଗୀ ବୋଲେ ହରିଣୀ ଆଜ୍ଞା ମାରିଚଟା ଅଣ୍ଡ୍ରି ପୁଅ ଆମେ ଏଠି ଯେତେ ବସଛେ ଅଣ୍ଡ୍ରି ପୁଅ କେତେ ଜଣ ହାତ ଟେକିଲ ପଞ୍ଚପତ୍ର ପାଇକି ବଇଚା ଛୋଟକାଟିଆ ଲୋକ କିରେ ମୋର ଆଧାର ଅଛି ମଣ୍ଡିର ପୁଅ କେମିତି ଆମ ଗାଁରେ ଆମ ସରପଞ୍ଚ ଦେଇଦେଇଛି ଫଟୋର ପରିଚୟ ପତ୍ର ଲେଖା ହେଇଛି ମଦନ ମୋହନ ସ୍ୱାଇଁ ଜ୍ୟାକେଟରେ ପୁରୁଷ ଆଣ୍ଡ ଅଣ୍ଡିରା ଅଣ୍ଡିରା କେବେ ଲେଖା ହେଇନଥାଉ ପୁରୁଷ ଲେଖା ହେଇଛି ଯେତେ ବାବୁ ମାନେ ବସିଛ ଆପଣଙ୍କ ଆଧାର କାର୍ଡ ହଉ କି ଭୋଟ କାର୍ଡ ଚେକ୍ କରନ୍ତୁ ପୁରୁଷ ଲେଖା ହେଇଛି ନା ଅଣ୍ଡିରା ଲେଖା ହେଇଛି ପୁରୁଷ ଲେଖା ହେଇଛି ପୁରୁଷ ହେଇପାରିବ ଅଣ୍ଡିରା ହେଇପାରିବ କଣ ପୁରୁଷ ଯିଏ ଅଣ୍ଡିରା ସିଏ ନୁହଁ ନାଇଁ ପୁରୁଷ ଅଲଗା ଅଣ୍ଡିରା ଅଲଗା ଆରେ ପୁରୁଷ ପୁଟି ହେଉଛି ପୂର୍ବରୁ ରୁଟି ହେଉଛି ରୁଣ୍ୟ କରେ ସରେ ସମ୍ୟକ ଭାବରେ ତୁ ସୃଷ୍ଟି ହେଇଛୁ ତେଣୁ ମୁଁ ହେଲି ପୁରୁଷ ତେଣୁ ପୁରୁଷର ଅର୍ଥ ଗୋଟେ ନାରୀ ପୁରୁଷ ନାରୀ ଭୋଟର କାର୍ଡରେ ଲେଖା ଯାଇଛି ରଶ୍ମିତା ବେଉରା ହେଲା ହେଲା ଲିଙ୍ଗ ଲେଖା ହେଇଛି ସ୍ତ୍ରୀ ଲେଖା ଯାଇଛି ସ୍ତ୍ରୀଲିଙ୍ଗ ନାରୀ ଲେଖା ହେଇଛି କି ନାଇଁ ଆପଣ କୁହନ୍ତୁ ଲେଖା ହେଇଛି ନାରୀ ନାଇଁ ଲେଖା ହେଇଛି ସ୍ତ୍ରୀଲିଙ୍ଗ ତେଣୁ ଏଠି ଯେତେ ବସୁଛନ୍ତି ଏଠି ସମସ୍ତେ ହେଉଛନ୍ତି ନାରୀ ଆମେ ସମସ୍ତେ ନାରୀରେ ଝିଅ ପିଲା କାହିଁକି ନା ଜଣିଏ ପୁରୁଷ ସିଏ ହେଲେ ଓଡିଆ ଭାଗବତରେ ଜଗନ୍ନାଥ ଦାସ କହିଲେ କଣ କହିଲେ ଏକଇ ପୁରୁଷ ମୁରାରୀ କଣ ଘଟେ ହିଟି କର ହିଟି କର ପାଲାରି ପାଠ ଥାଏ କଣ ମଞ୍ଚ ଉପରେ କହିଲ ମୋ ମା ହାତ ଭାଙ୍ଗି ଯାଇଥିଲା ମୁଁ କଣ ତାକୁ ଦେଖି ଯାଇଥାନ୍ତି ସେ ମୋ ଅଷ୍ଟମୀ ବନ୍ଧୁ
ଗୋଟେ କାମ କରୁନ ମତେ ଅଷ୍ଟମୀ ବନ୍ଧୁ ଶଳା କାଲିଠୁ ଡାକ ମୁଁ ତମ ଶଳା ତମେ ମୁଁ ଭେଣେଇ ହ ଖସି ଯାଇଛି ଆଡଜଷ୍ଟ କର ତମେ ଏଡେ ଅସଭ୍ୟ ବାଲା ବାଲା ହେଲଣି ମନେ ରଖ ବିଦ୍ୟା ମଦ ଧନ ମଦ ସ୍ତୁତି ଆଭି ଜନମଦ ମଦ ଏତେ ବଲିତ୍ବାନାଂ ମତ ଏ ବସତାତ୍ମା ପାଲା ଗଣ୍ଡେ ପଡୁଛି ବୋଲି ଏ ଅହଙ୍କାରରେ ଭାସି ଯାନା ମୁଁ କାଲି ବି କଥା କହିଛି ମଞ୍ଚ ଉପରେ ଗାଡି ଚାଲୁଥିଲା ଡ୍ରାଇଭର ନେଇକି କବିରପା ଗଛରେ ବାଡେଇ ଦେଲା ତମେ ସବୁ ଜାଣିଛ ଆମେ ମରୁ ମରୁ ବଞ୍ଚିଲୁ ମୁଁ ତମକୁ ବଡ ଭାଇ ନୁହଁ ମୁଁ ବାପା ଭଳିଆ ମାନିଥିଲି ତମେ ଗଲନି ମୋ ମନ ତ ଦୁଃଖ ନାହିଁ ଆଉ ତମ ଛାତିରେ ଗୋଟେ ଘିମିରି ହେଇଗଲା ତମେ ଗୋଟେ 4000 ଟଙ୍କିଆ ଅପରେସନ ହେଲ ତମେ ମତେ ଫୋନ କରିକି କହିଛ କି ମୁଁ ଡାକୁଛି ତମକୁ ଆହ୍ୱାନ କରୁଛି ଆସ ତମେ ମତେ ଡାକିଛ କହିଛ ବୋଧେ ଫୋନରେ କହିନ ଶାଶ୍ୱତ ତ୍ରିଶକ୍ତି ଭକ୍ତି ସୁଧା ଚ୍ୟାନେଲ ମାଲିକ ମତେ ଫୋନ କଲା सोना भाईना ऑपरेशन होते भाईना टिके आसिलोनी मु सेतेबेले अनुगुल पाललहड़ा पाखे खमार रे गवर्नमेंट प्रोग्राम गाउता बाबा मु केमिति आसीबी तमे मो सहित कथावार्ता हो न मोर भी आवश्यक नाही मोर भी नाही मोर पाला बोलो मंच ऊपर श्रोता मान को सुख देवा मो धर्म आज तो के यार ता बात मु ओडिसा रे को गायक को चिन्हिनी जेतिके समय मंचर रही मो श्रोता जेतिके समय आनंद पाइबे सेटा होचे मो धर्म आउ मो कर्म जदि ठीक धब पुणी नुआ पड़ा मते 8 वर्ष डाकिबो मो कर्म जदि भूल हो जाई थाए नुआ पड़ा क्या उंडी हमकु गायक सहित भाव पिरती कले पाला चलीबन ना ताहले आमे जीव सदा बेले नारी भाव को नहींचे आमे तो साधारण मनीष आज्ञा निरुषि बाबाजी माने भी नारी होगा को चाहिए किए से बाबा मु प्रमाण देबी ना हां एटा जणा पड़ जाउती सारथी बाबा रबे कहला सारथी बाबा से सारथी नु के पाखरे झिंटी शासन सूर्या बाबा भी नु से बाबा किए बाबाजी देले 16000 चला ब्रह्ममय भगवान राम जाउछंती मा सीता को नहीं वैदेही सविलास भंज कवि सम्राट उपेंद्र भंज भंज नथले पाला हबो कवि जाकरे भंज सारे काठ जाकरे मंज सारे ताल जाकरे झांझ सारे गारे जंगल रे हाथी सारे गारे फुटी सारे मनुष्य जाकरे बांझ सारे एटा कहितली जे सुगिन मस 16,000 बाबाजी राम को देखुं देखे पुरुष जनक पाखे नारी हुए बाबा आमे समस्ते नारी एठी केही गोटे अंड्री पुआ तमे बसिन सब जाक नारी भंज कहले कोला बिहारू बिहारू दंड कारणे What do you
को देखीदेले कि ना बाबा जीवन मुंड भी चलित होगला पाल्लारे पाल्ला गाइबा दरकार ये हल्लारे काम ना तुम खाली पेंडाला भागु पकलो आज सारा उड़ीसा जानछि नृसिंह होता कौन वाह डालुओ जो कानसिरी पानी पाइब बेसी कथा आम किसी गोविंद हबानी आमर कौन अच्छी कला विधाता आंभंगु कला विचारू पुलकित शरीर विचारू पुलकित शरीर विचारू पुलकित ध्रुवा ध्रुवा कहीं ध्रुवा पचरे कला विपथु पथु आउजी वृक्षर विचारू बाबाजी माने निज को नारी करने को चेष्टा कले बाबा कहीं आज्ञा ना ब्रह्म आगे आम समस्ते नारी गोटे साधारण उदाहरण दे आगू पलि कौन कहना तू श्रीक्षेत्र पुरी जो पुरी जगन्नाथ दर्शन कला बेले तो स्त्री कौन डाकुच जय जगन्नाथ स्वामी नयन पथगामी भव तुम्हें अरे तू तो ता स्वामी सी कहीं जगन्नाथ को स्वामी डाकिला तो स्त्री टा कौन गोटे बेसिया नाई गोटे बाउलिया डाकी दीजिए अच्छा तू जाऊ श्रीक्षेत्र जगन्नाथ दर्शन करुचु तू जगन्नाथ कौन डाकुच जय जगन्नाथ स्वामी नयन पथगामी भव तू तो अंड्री पो तू कौन स्वामी डाकुच तामाने से मोर स्वामी मो स्त्री स्वामी तो मार स्वामी तो भौणी स्वामी तो झीर स्वामी तो पुअर स्वामी तोर स्वामी मोरी घर ना तम घरे मो घरे मो देह ताती जाइला मुझे मोर कुटिया कि समझी गले चलो तेणु ब्रह्म आगरे समस्ते नारी भाव को धरते भाव नहले प्रभु नाई रे स्वामी भाव को धरी लगे तृतीय पांडव अर्जुन ए गांडीवधारी अर्जुन रे भुजटी स्त्री के स्वामी निंदा सही पारिबनी ता स्वामी टा गोटे कुष्टिया था गोटे लेपर्सी वाला था स्वामी बा स्त्री के स्वामी कथा सही पारिबनी निंदा सही पारिबनी बाबा बाबा पुराण भितर अर्जुन कृष्ण निंदा सही पारेनी बाबा सदा बेले कृष्ण को मुंडिया मारी की डाके अर्जुन बाबा बाबा जहा को अभिराम परमंग सुधारिए कहले कौन कहले जहा मु करयंत अरबाय रे अर्जुन के कृष्ण निंदा सही पारेनी बाबा सदा बेले कृष्ण को डाके प्रभु बाबा पालिया माने पछके गायक पछरे निंदा करंतु किंतु पेंडाल को ड्रेस पिंध के आसिले मुंडिया टे मारी के आसीबे ना आउ
ପଛରେ ତା ମାଠୁ ଆରମ୍ଭ କରିକି ଗାଳି କରନ୍ତୁ। ଗାଳି କରନ୍ତୁ ପୁଣି ଶଳା ପଇସା ଗୁରା ଆଇନା 10,000 8,000 ଦେଲାଣି ଶଳା ହିସାବ ଦେଲାଣି ଟିକେ କିନ୍ତୁ ବର୍ଷା ଘରକୁ ଆସିଲା ବେଳେ ପିଣ୍ଡାଲୁକୁ ବର୍ଷାରୁ କଣ ଗୋଟେ ଭୟରେ ମୁଣ୍ଡିଆ ମାରିକି ଆସିବା କଥା ନହେଲେ କାଲି ଡାକିବେନି। ମୁହି ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ଅର୍ଜୁନ ଆରେ ମୂର୍ଖ ମନେ ନ ପଇଲେ ଛାଡିଦବୁ ସେଟା ହଉଛି ମତେ ଭୁଲିଲ ହେ ବନ୍ଧୁ କହିଲା ମତେ ଭୁଲିଲ ହେ ବିନ୍ଦୁ ବିନ୍ଦୁ ନା ସେ ବିନ୍ଦୁ କହିছে ନା ତୁ କହୁଛୁ? ଅର୍ଜୁନ ଡାକୁଛି ଆଜ୍ଞା ମୁହି ତ ଆକାଶ ତୁମ୍ଭେ ଅର୍ଜୁନ କେବେ କୃଷ୍ଣ ନିନ୍ଦା ସହିପାରେନି। ନାଇଁ ନାଇଁ ବେଳେ ବେଳେ ଯେତେ ବଡ ମଣିଷ ହଉ ଆଜ୍ଞା ତାକୁ କଳଙ୍କ କଳଙ୍କ ନାଇଁ ମୋ ଭଳିଆ ଲୋକଟେ କଳଙ୍କ ଅଛି ଆଉ ତାକୁ ଆପଣ କାଟି ପାରିବେନି ନା କେମିତି ନା ବିଷ୍ଣୁ ଭଳିଆ ମହାବୁ ତା ଛାତିରେ ବାଜିଛି ଗୋଟେ ବ୍ରାହ୍ମଣ ବହି ଶିବ ଭଳିଆ ମହାବୁ ଗୋଟେ ଷଣ୍ଢ ଚଢା ଆଜ୍ଞା 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 ଷଣ୍ଢ ଉପରେ ଯାଏ ମାକୁ ହରଣ କରି ବା ସେ ମା ନିଆ ବ୍ରହ୍ମା ଭଳିଆ ମହାବୁ ସିଏ କଣ କରିଛି ଦେଖ କେଡେ କେଡେ ଠାକୁର କେମିତି କଳଙ୍କ ଲାଗିଛି। ବ୍ରହ୍ମା ଭଳିଆ ମହାବୁ ସେ ଆଉ କିଛି ପାଇଲାନି ନିଜ ଝିଅକୁ ବଳାତ୍କାର ବୋଲି ରେପ୍ କରିଛି। ସେ ସୁନ୍ଦରମା ସଭାରେ ମୁଁ କହୁନି ଆପଣ ଯଦି ପଚାରିବେ ମୁଁ ପ୍ରମାଣ ଗୋଟି ଗୋଟି କରିକି ଦେଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ସୁଭଦ୍ରା ପରିଣୟ ବୋଲା ସୁର ସଭାରେ
ଆଜ୍ଞା ବ୍ରହ୍ମା ଭଳିଆ ମହାପୁରୁ ହେଲା ନିଜ ଝିଅକୁ ବଳାତ୍କାର କରିଛି। ଯମ ଭଳିଆ ମହାପୁରୁ ମାକୁ ଗୋଇଠା ମାରିକି ଗୋଦର ଗୋଡିଆ ହେଇଛି। ବାହ ବାହ ଠିକ ଆଜ୍ଞା। ଇନ୍ଦ୍ର ଭଳିଆ ମହାପୁରୁ ଗୁରୁପତ୍ନୀ ଅହଲ୍ୟାକୁ ବଳାତ୍କାର କରି ସହସ୍ର ଯୋନି ଧାରଣ କଲା। ବାହ 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 ଧନ୍ୟରେ ଠାକୁର ତମେ। ଅଗ୍ନି ଭଳିଆ ମହାପୁରୁ ଅଗ୍ନି ଭଳିଆ ମହାପୁରୁ ଏମିତି ସବୁ ଖାଇଲା ଯେ ଲୁଦୁ ବୁଦୁ ବ୍ୟାଧି ହେଲା। ବାହ ବାହ ଡାଇ ଭଲ କାମ କଲାନି। ତାହେଲେ ତାହେଲେ ଆପଣ ଯେତେ ବଡ ମଣିଷ ହୁଅନ୍ତୁ ଗାଁରେ ଆଜ୍ଞା ଆପଣଙ୍କୁ 10 ଜଣ ଭଲ କହିଲେ 2 ଜଣ ନିଶ୍ଚିତ ମନ୍ଦ କହିବେ। ହଁ 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 କେହି ପ୍ରଶଂସା ଥିଲେ କେହି ନିନ୍ଦାର ପାତ୍ର ଥିବେ ଏଥିରେ କଣ ଅଛି ଆଜ୍ଞା। ତେଣୁ ଶତ୍ରୁ ନିଶ୍ଚିତ ଅଛନ୍ତି। ଆଉ ଆମ ପଛରେ ଲାଗି ଯାଇଛନ୍ତି ମୁଁ ଜାଣୁନି। ଭଗବାନ କୃଷ୍ଣଙ୍କ ନିକଟରେ ଆଜିର ଯୋଉ କାହାଣୀ ବୋଲେ ବିଷୟ ଯୋଉଠୁ ଥିଲା ବ୍ରାହ୍ମଣଟିଏ 8ଟା ଛୁଆ ମରିଗଲେଣି। ଇଏ ଛୁଆ ମରା ଗାହାଣରେ ଇଏ ଛୁଆ ମରା ଗାହାଣ ଏତେ ଛୁଆ ମାରିଦେଲେ ସାରେ ମତେ କାଳେ ବସାର ଆପଣ ଗାଡି କରିବେ ନ କହିଲେ ଆପଣ ପଚାରିଥିଲେ ଭାର କଥା ଭୀମର 52 ଭାର ଗଦା ଭାରକ କେତେ ସାର୍ ଉତ୍ତର ଦେଇଛନ୍ତି ଭାରକ 40 କିଲେ 40 52 ଶୁଣନ୍ତୁ ଆପଣ ଯାହା ହେଲା 2000 କେତେ ଯଦି ଭାରକ 40 କିଲେ ହେଇଥିବ ମୁଁ ନୃସିଂହ ହୋତା ଆଜିଠୁ ନିୟମ କରୁଛି ମଞ୍ଚ ଉପରେ ମୁଁ ଆସନ୍ତା କାଲିଠୁ ପାଲା ଗାଇବି ନାହିଁ ପାଲା ଛାଡ଼ିଦେବି। ମୁଁ ନିୟମ କରିକି କହୁଛି ମୋ ବାପା ରାଣ ପକେଇକି କହୁଛି ଯଦି ଭାରକ 40 କିଲେ ହେଇଥାଏ ମୁଁ କାଲିଠୁ ପାଲା ଛାଡ଼ିଦେବି ମୋ ପାଲା ଗାଇବିନି। ଡାକିକି ଆସିବେ ମାମୁ ଯଦି ନ ଜାଣିଛ ଶ୍ରୋତା ମାନଙ୍କୁ ଦ୍ୱନ୍ଦ୍ୱରେ ପକାନି। ଆମେ କଣ ସରସ୍ୱତୀଙ୍କ ପୁଅ ନା ସବୁ ଶିଖି ନା ଆମେ କିଛି କିଛି ଘୋଷିଛୁ ନା। ଯଦି ଯୋଉଟା ଜାଣିନଥାଉ ଆମେ ମନା କରୁଛୁ ଆଜ୍ଞା ଏଇଟା ମୁଁ ଶିଖିଛି। ଶୁଣନ୍ତୁ ମୁଁ ଆମ ସମ୍ମାନ କଣ ତଳେ ପଡି ନା ନ ଜାଣି କଣ ଗୋଟେ ଢେଲା ଫିଙ୍ଗିଲା ଭଳିଆ କହୁଛ। ସେ କଥା କଣ ଗୋଟେ ଜାଗାକୁ ଫୋନ ଲଗେଇଥିଲେ ସିଏ ବି ଭୁଲ କହିଦେଇଛି। ମତେ ପ୍ରଥମ ଦିନ 5ଟା ପ୍ରଶ୍ନ ପଚରା ଯାଇଥିଲା ମୁଁ 5ଟା ପ୍ରଶ୍ନରେ 3 ଘଣ୍ଟା ପାଲା ଗାଇକି ଯାଇଛି ଦ୍ୱିତୀୟ ଭାଗରେ ଲୋକମାନଙ୍କୁ ଗୋଟାଏ ରାତି ପର୍ଯ୍ୟନ୍ତ ବସେଇକି ଯାଇଛି। ଯଦି ନ ଜାଣିଛ ମନା କରିଦବ ମୁଁ ଜାଣିଲି କିନ୍ତୁ ଆଜିଠୁ ନୃସିଂହତା କହୁଛି ଆଉ କାହାକୁ ଓଡିଶାରେ ଛାଡିବନି। ତୁମେ ଭାବୁଥିବ ମୁଁ କିଆ ପକେଇଲି କାହିଁକି ଆରେ ଡରିକି ପକେଇଲି କାଳେ ପାଲା ଛାଡିଦେବେ ଆମ ପରିବାର ଶୁଭିନି ବସ। ଆଚ୍ଛା ଆଉ ଗୋଟେ କଥା କହିବି କଣ କହିବି ଯଦି ଗଦାର ଓଜନ ହେଲା ଏତେ ଭୀମୁଟା ଯୋଉ ଗଦା ଧରିଥିଲା ଏତେ ହେଲେ ଭୀମୁଟା କେତେ ମାନେ ଭୀମର ଓଜନ କେତେ ଭୀମ ଓଜନ କେତେ ମୁଁ ଟଙ୍କା ଦେଇଦବ। ଆପଣ ମାନେ ଯେତେ ବସୁଛନ୍ତି ମୋବାଇଲ ଧରିଛନ୍ତି ରେକର୍ଡିଂ କରନ୍ତୁ ଯଦି ଭୁଲ ହେଇଥିବ କାଲି ମୋ ଚୁଟି କାଟିଦେବେ। 4 ଯୁଗରେ 4ଟା ପାୱାର ଗୋଟେ ସତ୍ୟ ଯୁଗରେ ଗୋଟେ ପାୱାର ଥିଲା ସେଇଟା ହଉଛି ସନ୍ ପାୱାର ଯୋଉଟାକୁ ଆଜିକାଲି ଆମେ ମାନେ ଗାଁ ଗହଳିରେ ଯୋଉ ଲାଇଟ ଲଗାଉଛେ ପ୍ରଧାନମନ୍ତ୍ରୀ ଯୋଜନାରେ ଯୋଉଟାକୁ ସୋଲାର ପାୱାର କହୁଛେ ସେଇଟା ହଉଛି ସନ୍ ପାୱାର। ଲୋକ ବୁଝନ୍ତୁ ତ୍ରେତୟା ଯୁଗରେ ଗୋଟାଏ ବୀର ହେଲା ତାର ସିଂହର ବଳ ଲାୟନ ପାୱାର। ତ୍ରେତୟା ଯୁଗରେ କାମ କରୁଥିଲା ଲାୟନ ପାୱାର। ଆପଣ କହିବେ ଗାୟକଟା ବୋଧେ ଢାଲୁ ମାରିକି କହୁଛି ମୁଁ ପ୍ରମାଣ ଦେଇକି କହିବି। କବି ସମ୍ରାଟ ଭଞ୍ଜ ବହି ବୈଦେହୀଶ ବିଳାସ ପାଲା ବାଲା ପାଲା ଶିଖିଲେ ପାଲା ହବା ଆଉ ଝିଅ ପିଲା ଭଳିଆ ଇଏ 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 ହେଲେ ପାଲା ହବ କଲା ବାଡ଼ି ବଳିଷ୍ଠ
ବାଦି ଗାୟକ କୁମାର ସବୁ ବସିକି ତମର ମାମୁଆନି ହବନି। ତ୍ରେତୟା ଯୁଗରେ ଗୋଟାଏ ବୀର ଥିଲା, ନା ହେଲା ବାଳି। ତା ବଳ ଥିଲା କୋଟିଏ ସିଂହର ବଳ, ଯାହା ପୁରାଣ କହୁଛି। ଦ୍ୱାପର ଯୁଗରେ ଗୋଟାଏ ବୀର ଥିଲା, ନାମ ହଉଛି ଭୀମ। ମୋ ସମସାମୟିକ ଯୋଉମାନେ ବସ ଟିକେ ମନେ ପକା, ଦଶମ ଶ୍ରେଣୀ ନା +2 ଟିକେ ମୋର ମନେ ପଡୁନି, ଆମେ ଗୋଟିଏ ବିଷୟ ସାହିତ୍ୟ ବହିରେ ପଢିଥିଲେ। ମୁଁ ପ୍ରମାଣ ଦେଇ କହୁଛି, ବହିର ନାଁ ହେଲା ଲୌହ ଭୀମ ଚୂର୍ଣ୍ଣ। ନା କବି ସାର୍ ଥିଲା ନା ନାଇଁ ବିଷୟ? କଣ ଲେଖା ଯାଇଛି? ଓଲା 10 ସହସ୍ର କରିର ବଳ ଯେ ଭୀମର, ରୂପକୁ ଦେଇ ଧୃତ ଲେଖା ହେଇଛି ନା ଲେଖା ହେଇନି? ଲୌହ ଭୀମ ଚୂର୍ଣ୍ଣ ବହି ନା, ଏ ବିଷୟ ନା ଦଶମ ସାହିତ୍ୟ ନା +2 ସାହିତ୍ୟ ପପୁରେ ମୋର ମନେ ପଡୁନି, କିନ୍ତୁ ପଢିଛ ନା ନାଇଁ? ପଢିନ? ଭୀମର ବଳ 10,000 ହାତୀର। ମୁଁ କହିଥିଲି କାଲି ଗୋଟେ ମାମୁଁ ସତ୍ୟ ଯୁଗରେ ବଂଶ ବୁଡେଇଲା ଭଣଜାର, ତ୍ରେତୟାରେ ମାମୁଁ ବୁଡେଇଲା, ଦ୍ୱାପରେ ବୁଡେଇଲା, ପ୍ରଶ୍ନଟି ଛାଡିଥିଲି କଳି ଯୁଗରେ ବୁଡେଇଲା। ମୁଁ ବାହାରେ ବସିଥାଏ, ସବୁ ଲୋକମାନେ ପଚାରୁଥାନ୍ତି, ନା ଏଗୁଡାକ ମତେ ଆସିନି। ପାଲାକୁ କଣ ବେଉଛ? ପାଲାକୁ କଣ ବେଉଛ? ବାଦାମ ବାଡିରେ ପଇଡ ବେପାର କରୁନ, 2 ପଇସା ଲାଭ ହବ। ତମେ ତ ପାଲା ଶିଖିନ, ବାଦ ପାଲାକୁ କଣ ପାଇଁ ଆସିବ? ପଇଡ ବେପାର କରୁନ ବାଦାମ ବାଡିରେ। ଗୋଟାକ 20, ଗୋଟାକ 20, ପଇଡ ଗୋଟାକ 20, ପଇଡ ଗୋଟାକ 20, ଆନ୍ଧବ 12 ଟଙ୍କାରେ 8 ଟଙ୍କା ଲେଖି ଲାଭ ହବ। ତମେ ତ ପାଲା ଶିଖିନ, କୁଆଡେ କାହିଁକି ଆସୁଛ ତମେ ସବୁ ପାଲା ବାଲା ମନସୁଖ? ତମେ ତ କିଛି ଶିଖିନ। ତାହେଲେ ହେ ସଜନ ପଇଡ 20 ଚୁପକିନି ବସ। ବ୍ରାହ୍ମଣର 8ଟା ପିଲା ମରି ଯାଇଛନ୍ତି, ସହି ପାରିନି ବ୍ରାହ୍ମଣ। ପିଲା ଜନ୍ମ ହେଲେ ନବ ନା, ଜନ୍ମ ହେଇକି ନ ହେଇକି ନବ? ସେ କେତେ ଜନ୍ମ କରିଛନ୍ତି, ଯାଇ ପହଞ୍ଚିଲା କୃଷ୍ଣଙ୍କ ପାଖରେ। ଆଜ୍ଞା 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 ଆଜ୍ଞା। 8ଟା ପିଲା ମରିଛନ୍ତି, କୃଷ୍ଣଙ୍କ ନିକଟରେ ଯାଇ ପହଞ୍ଚିଲା। ତାକୁ ସବୁ ଗାୟକ ମାନେ କହନ୍ତି ଚାଖି ଖୁଣ୍ଟିଆ ଲେଖିଛନ୍ତି, ପ୍ରାୟ ଗାୟକ, କିନ୍ତୁ ଏଟା ଭୁଲ। ଏ ଲେଖାଟା ଯୋଉ ପଦଟା ସବୁ ଗାଉଛି ମୁଁ, ଏଇଟା ଚାଖି ଖୁଣ୍ଟିଆ ଗୀତ ନୁହଁ। ଏଇଟା ଯଦୁମଣି ମହାପାତ୍ରଙ୍କର ଲେଖା। କଲା ପାଣ୍ଡବ ପ୍ରିୟ ଦଣ୍ଡୁ ଝଗି ଦୋଷେ, ପାଣ୍ଡବ କିନ୍ତୁ ଚାଖି ଖୁଣ୍ଟିଆଙ୍କର ପଦଟି କଣ? କଣ ଆଜ୍ଞା? ଆମେ ପାଲା ବାଲା ଘୋଷିବା ଦରକାର, ବୁଝିବା ଦରକାର। ନା ବଡ ବୁଡ ବାସି
द्वितीय धागे गायक आसो माने केवल गायकर काम आउ कार ना पाड़िया को ठिया गणे नारायण रुद्रे अंबिके भास्कर करुथब पाड़िया ठिया ओडिसी गाउथब एत को आउ ओडियांस कहीं न चोपा छड़ा से चुना नथब पेंडाल को आसो तो सांगे सांगे चार्ज बेटी चार्ज थे कुटिब ताहले तमे गायक आउ द्वितीय ताकरे गणे नारायण रुद्रे कर पाड़िया ठिया दिन 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 नाचुथे ए बुलुथब टाइम पास लोक आमको कहते तेने द्वितीय थाक थाक को जाने मुझे जाऊँ गोटे पेली सुबिन बास तू पाल्टा न कले मुझे पालाटा कहबी साड़ी बेरा पड़ो बापा कौन ये पद है क्या चाखी खुंडिया कहले एपटे ब्राह्मण कांदी कांदी भगवान को कहूँ कृष्ण निंदा करिछि ब्राह्मणी भी आसी छी 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 तू एडे कपटिया महापुर एडे बेईमान एडे नॉनसेंस ठाकुर ते भगवान बोली मु भाबुथेली तो भलिया छोट लोक ब्रह्मांड रे केही नाहंती कथा को मार्गे जाऊँ बुझुची कथा जना पड़ जाए परिष्कार तो भलिया खाड़े ग्रेड लोक को मु सम्मान दवाटा भूल करिछि शांति रे सोईरा को दियो से सुनतु कहीं पहले से सोईबे काहू कहूछि दी दिन पाला आसे पड़ेबे राति रे ब्राह्मण कहला कृष्ण ए मु बाबूजी तमे सोना भाईना को कहछ नाही रे नृसिंहटा क्या कहे आउ जदि जहाकू कहे सी बसा घरे के रहे एतिके मन रख मु कहवा लोक नुह स्वामी कांदी कांदी ब्राह्मण सही पारुनी स्वामी केतेटा संतान नष्ट हो सारिबा परे कपटिया ठाकुर कल सतरे मो पिलाटा को बंचेबनी स्वामी सतरे ये कल मते ठकी दब बहुत स्वप्न बहुत आशा नहीं मु आसीतली तुम संगे रे स्वामी तुम ताकू टिके कुह स्वामी काहाकू कहबी ब्राह्मणी कहला एटा कपटिया बेईमान ठाकुर ये नारी मानकर दुख केबे बुझिछि कि ढेंकानाल कवि काशिया डीह पाखे गोटे गाँव अच्छी ना बलरामपुर कवि प्रदीप विपिन बिहारी खुंटिया बही नाहला कृष्णा विलास बही देखुच आमर गोटे धारी कलम कले कले कामिनी रहबास
बाबा कहला तू गोटे महापुरु हेलुनी अरे तोते किए पूजा करियो तू गोटे नॉनसेंस टा तोते किए नमस्कार करियो ना आउ नुह एठो सइला मु तो आगुरु मुंडिया मारुली तू गोटे भल लोक बोली आउ मुंडिया तो मारिबी ना ना तू एडे छोट लोक बोली मु जाननी एठी परिष्कार हो गला कौन परिष्कार हो गला नहीं मु आपको बुझौती मो सही मु कहली पाला हमरे भगवान को भक्त निंदा कर परिष्कार हो गली कथा आउ से तो कहू मु कहू नहीं आपण मानकर कवि हेले बांका दास बांकादासी बांका दास 18 माने से बांका पाला रे बसे ताकरी पद छाका पद उडा पीछे हो आया एई माटर पो ना बांका दास गोटे पद कहिल ब्राह्मणी गाली कला कृष्ण को कहला अरे ए मूर्ख कहला तुडा बांक जुल शंकर जाति बांक जुल शंकर जाति ये अहंकार देव शिवकार खुआरी होई नाउरी ढंग छोट लोक तू ना बेलू धिलू गोपिंग मेले सिंह धरी धेनु गामारे हर संगे पीरती करे सिंह धरी धेनु गामारे हर संगे पीरती करे धरी धेनु भी जोड़ी जाबड़े से ठंडा खर संगे पिराती करे हर 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 छत रहउची एटा खर ना हर एटा घाई रे पड़ी जाई आगुरु काई तो मोर जगी नथिलो आजी कोन धइलो सिंह धरी धेनु कामारे खर संगे पिराती करे खर सिंह धरी धेनु कामारे खर संगे पिराती करे खर संगे पिराती करे ओला ये सिंगारो पणोया जोड़ा जाइयो सिंगारो जोड़ा जाइयो ओला तो एडे मूर्खटा अरे जानो सोयो काई सोनजोरा अला भल लागजे मु या पागु आसीबा मोर भूल ही जाउछ एटा एडे मूर्ख कोला सिंगारो पणोया जोड़ा जाइयो सिंगारो जोड़ा जाइयो बाकी की एटा कोले वो साइला भाई सोला रे कोला पांच भाई लांच घुआई पांच भाई
କୃଷ୍ଣ କିନ୍ତୁ ପାଖରେ ବସିଛି ଅର୍ଜୁନ ସହି ପାରୁନି କୃଷ୍ଣଙ୍କର ନିନ୍ଦା। କାହିଁକି? ଆଉ ଗୋଟେ ପଦ ଗାଉଛି ଗାୟକ କେଶରୀ ଉଦୟନାଥ ରଥ ଶର୍ମା। ଏଇ ଅବିଭକ୍ତ ଖୋର୍ଦ୍ଧା ଜିଲ୍ଲା ଆଜି ନୟାଗଡ଼ ହେଇଯାଇଛି। এই অবিভক্ত খোর্ধা জেলার পুয় গায়ক কেশরী উদয়নাথ রথ শর্মা। আউ ধাড়িয়ে কই হাউ নেই পালা গাইলা বেড়ে বর্ষা কালে কৌছু বাইগণ পোড়িকি দিও টমাটো পোড়িকি দিও সୋରିଷ ତେଲ। ଜିଲ୍ଲାରେ ଜଣେ ବାବାଜୀ ଥିଲେ ମନେ ପକାନ୍ତୁ ତାଙ୍କ ନାଁ ହଉଛି କଇଁ ଫୁଲିଆ ବାବା। ବାବାଜୀଙ୍କ ନାଁ କଇଁ ଫୁଲିଆ ବାବା। ଜଣେ ଲୋକ ଯାଇ ପହଞ୍ଚିଲା ଆଜ୍ଞା ମୋ ପୁଅ ପେଟ କାଟୁଛି ଝାଡା ହଉଛି କେମିତି ଭଲ ହବ? ଯୋଉ ଗଛର ପତ୍ର ଦେବେ ଆଜ୍ଞା ମୋ ଝିଅ ବାହାଘର ହଉନି ସେଇ ଗଛର ପତ୍ର। ଆଜ୍ଞା ମୋ ପୁଅ କେମିତି ପାସ୍ କରିବ? ତୁ ଶୁଣ ଏକା ଗୋଟେ ବଡ ପତ୍ର ଦେଇ ଦଉଛି ଯିଏ କହିବ ସମତି କହିଛୁ ତୁ ଛିଣ୍ଡେଇକି ଦବୁ। ସେଇ ଗୋଟିଏ ପତ୍ରକୁ ପୁଅ ଝାଡା ହେଲେ ମେଡିସିନ ସେଇଆ, ଝିଅ ବାହାଘର ନହେଲେ ସେଇ ମେଡିସିନ, ଘର ପ୍ରତିଷ୍ଠା ହବ ସେଇ ମେଡିସିନ, ପୁଅ ଚାକିରି କରିବ ସେଇ ମେଡିସିନ। ଗୋଟିଏ ପତ୍ର କମ୍ପାନୀ ଗୋଟିଏ। ବାବାଜୀ ହେଲେ କଇଁ ଫୁଲିଆ ବାବା। ଭଗବାନ କୃଷ୍ଣକୁ କହିଲେ ନାରାୟଣ ବିଷ୍ଣୁ ରୂପ କଣାକାର ମୂର୍ତ୍ତି, ତମେ ଦୁଇ ଜଣ ଯାକ ମର୍ତ୍ୟ କର୍ମ ସାରିଛ, ଶୀଘ୍ର ଆସି ମୋ ଦେହରେ ମିଶି ଯାଅ, ମୁଁ ବ୍ରାହ୍ମଣର ପିଲାମାନଙ୍କୁ ଫେରେଇ ଦଉଛି। ନିଜ ଦେହର ଜ୍ୟୋତିରେ କଲା 9 ଜଣ ପିଲା ମରିଥିଲେ ପ୍ରଭୁ ଦେଇଦେଲେ ଆତ୍ମାଦାନ। ବିଷ୍ଣୁ କଲ୍ୟାଣରେ ନବ ପୁତ୍ର ପାଇଲେ ଜୀବନ। 9 ଜଣ ଯାକ ପୁଅ ନିରାକାର ବିଷ୍ଣୁଙ୍କ ଶରୀରରୁ ବାହାରିବା ଜ୍ୟୋତିରେ 9 ଜଣ ଯାକ ପୁଅ ବଞ୍ଚିଲେ, ବ୍ରାହ୍ମଣ ବ୍ରାହ୍ମଣୀ ସୁଖୀ ହେଲେ, କୃଷ୍ଣଙ୍କର ଚୈତ୍ର ଗାନ କଲେ, ଅର୍ଜୁନକୁ ଧନ୍ୟ ଧନ୍ୟ କଲେ। ଆଉ ଅଳ୍ପ ଦିନ ପରେ କୃଷ୍ଣ ଅର୍ଜୁନ ଯେ ମିଳିଲେ ତାଙ୍କ ଦେହରେ ବାବୁ ଭବ ବାରବାରୁ ମିଶିଲେ ତାର ଅଳ୍ପ ଦିନ ପରେ କୃଷ୍ଣ ଜାରା ସବର ବାଣୀରେ ମଲା, ଅର୍ଜୁନ ହିମାଳୟ ପର୍ବତରୁ ଗଲାବେଳେ ଗଳିକି ପଡିକି ମଲା। 2 ଜଣ ଯାକ ନିରାକାର ବିଷ୍ଣୁଙ୍କ ଦେହରେ ମିଶିଥିଲେ। କହିଲା ଶୁଣୁଥିଲେ ମୋର ପଣ୍ଡିତ ମଣ୍ଡଳୀ ଭାବେ ଦେଇ କରି ମନ। ଆଉ କଣ ମୋ ବାପା ମାନେ ପଚାରୁଛନ୍ତି, ମୋ ମନ ଦୁଃଖ ନାଇଁ, ମୋ ବାପା ମାନେ ପଚାରୁଛନ୍ତି, ମନ ଦୁଃଖ ନାହିଁ, ମତେ ମଜାରେ କହିଛି। ବାପା ବାପା ଡାକିଲା ବେଳେ ହଉ କରୁନା କଣ ସୁବିଧା? ଆପଣ ମାନେ କାଲି ଯେତେ ଜ୍ଞାନୀ ମାନେ ଅଛନ୍ତି ପଚାରି ଦେବେ, ମୁଁ କହିଦଉଛି। ଗୋଟେ ଭାରର ଓଜନ 12 କେଜି 240 ଗ୍ରାମ। କଖାରୁ ଅମକ ଲୋକ ଅମକ ଘରକୁ 2 ଭାରେ କଖାରୁ ଆଣିଥିଲେ। 2 ଭାରେ କଖାରୁ ବୋଲେ କଣ 80 କିଲେ? ନାଇଁ, 12 କେଜି 240, 12 କେଜି 240, 24 କିଲେ 480 ଗ୍ରାମ। ଆଜି କହୁଛି କାଲି କହିବେ, 8 ଦିନ ପରେ ଶାସ୍ତ୍ର ପ୍ରମାଣ ଦେଇକି କହିଛି। ସଂସ୍କୃତ ମହାଭାରତ ମୁଁ ଦେଖୁଛି, ଯୋଉ ବଳଦଟା ବେଶୀ ଚାଲିବ ତା ପିଛାକୁ ସେତିକି 5 ଜଣ। ସେ ଆପଣ ମାନଙ୍କୁ ଆଶୀର୍ବାଦ ଆଗେ, ଆଉ କିଛି ଇଆଡେ ଇଆଡେ ବୁଲା ନେଇ ଆମେ ଯାହା ପଚାରିଛୁ କହ। ଆରେ ଚଣ୍ଡାଳ, ବେଶ୍ୟା ହଉଛି ଜଗତର ନିର୍ଣ୍ଣାୟକ ନାରୀ। ଶୁଣ, ବେଶ୍ୟା ଦ୍ୱାରକୁ ଗଲେ ଆମେ କାହିଁକି ଘର ପ୍ରତିଷ୍ଠା ଇତ୍ୟାଦି କଲେ ବେଶ୍ୟା ଦ୍ୱାରରୁ ମାଟି ଆଣେ? ତା ଘର ଭିତରୁ ଆଣୁ କି? ତା ଘର ଭିତରୁ ନୁହଁ, ତା ଦ୍ୱାରରୁ ଆଣୁ। ତାର କାରଣ ବେଶ୍ୟା ନାହିଁ ତ ଜଗତ ନାହିଁ। ଜଗତକୁ ବଞ୍ଚେଇଛି ବେଶ୍ୟା।
ভুবনেশ্বরে যদি মাଳି ସାହି ନଥାନ୍ତା ଆଜିକାଲି ଯୋଉ ନିରୁପମା ଯୋଉ ସବୁ ଝିଅ ପିଲା ମମିନା ବବିନା ଇତ୍ୟାଦି ଯେତେ ବଳାତ୍କାର ହଉଛନ୍ତି ଆଉ 20 ଗୁଣ ବଢିଯାଆନ୍ତା। ବେଶ୍ୟା ଯୋଗୁ ଜଗତ ରକ୍ଷଣଶୀଳ ଅବସ୍ଥାରେ ଅଛି। ସତ୍ୟରେ 8ଟା ବେଶ୍ୟା ଉର୍ବଶୀ ରମ୍ଭା ମୀନା ଇତ୍ୟାଦି 8 ବେଶ୍ୟା ଯୋଗୁ ଜଗତ ରକ୍ଷା ହେଇଛି ସତ୍ୟରେ। ତ୍ରେତୟା ଯୁଗରେ ଗୋଟେ ବେଶ୍ୟା ଯୋଗୁ ରାମ ଜନ୍ମ ହେଲା। ସେ ବେଶ୍ୟାଟା କି ନା ହଉଛି ଜରଦା ବେଶ୍ୟା। ଦ୍ୱାପର ଯୁଗରେ ଗୋଟେ ବେଶ୍ୟା ଯୋଗୁ ଭଗବାନ କୃଷ୍ଣ ଭଗବାନ ହେଲେ। ସେ ବେଶ୍ୟାଟା କିଏ ନା ହଉଛି କୁକୁର। କଳି ଯୁଗରେ ଗୋଟେ ବେଶ୍ୟା ତାକୁ କାଲି ଆଲୋଚନା କରିବା ସମତ ନାହିଁ। ମୁଁ କହିଦେବି ସେ ବେଶ୍ୟା ନାହିଁ। କଳି ଯୁଗରେ ଗାୟକ ନୃସିଂହ ହୋତା ବେଶୀ ଆବୃତ୍ତି କରୁଛନ୍ତି। ନୃସିଂହ ହୋତା ବେଶ୍ୟା ଆବୃତ୍ତି କଣ ମୁଁ ଭୁଲ କହିଛି? ଗାୟକ ଯୁବ ସମ୍ରାଟ ନୃସିଂହ ହୋତା ବେଶୀ ଆବୃତ୍ତି କରୁଛନ୍ତି। ତା ଅର୍ଥ କଣ କହିବ? ବୁଦ୍ଧି ଛତା ମେଣ୍ଟ କରିଦେବି ମୁଁ ଚୋଟିଆ ପାଳିଆ। ଓ ବେଶୀ ଆବୃତ୍ତି କରୁଛନ୍ତି। ଓ ବେଶୀ ଆବୃତ୍ତି କରୁଛି। କଳି ଯୁଗରେ ଗୋଟିଏ ବେଶ୍ୟା ଜଗନ୍ନାଥ ସଂସ୍କୃତିରେ ନାଁ ଅଛି ଚଞ୍ଚଳା ବେଶ୍ୟା। ତାକୁ ଆସନ୍ତା କାଲି ଦେଖିବା। ଜଗନ୍ନାଥ ସଂସ୍କୃତି ଆସନ୍ତା କାଲି ଜଗନ୍ନାଥ ସଂସ୍କୃତି ଭିତରେ ଆଲୋଚନା କରିବା। ଆଉ କଳି ଯୁଗରେ ଯୋଉ ମାମୁଁ ଭଣଜା ବଂଶ ବୁଡେଇଥିଲା ସେଇ ବଂଶ ଗୋଟିକ ଯେ ମାମୁଁ ଗୋଟିକର ନାମ ଚୋଡ ଗଙ୍ଗ ଦେବ। ଜଗନ୍ନାଥ ସଂସ୍କୃତି ହୋଇଲା ପରାଧବ ମାମୁଁ କି ଚୋଡ ଗଙ୍ଗ ଦେବ। ଆଚ୍ଛା ବେଶ୍ୟା ଘର ଭିତରେ ପାଦ ଦେଲେ ପାପ, କିନ୍ତୁ ବେଶ୍ୟା ଦ୍ୱାର ଆମେ ମାଟି କାହିଁକି ଆଣିବା? ନା ବ୍ରାହ୍ମଣ ଯାଇଛି ସେଇଠିକି, ବୈଷ୍ଣବ ଯାଇଛି ସେଇଠିକି, ସେଇଠିକି ବାବାଜୀ ଯାଇଛି ସେଇଠିକି, ମୁନି ଋଷି ଯାଇଛନ୍ତି ସେଇଠିକି, ଭଗବାନ ବି ଯାଇଛି ବେଶ୍ୟା ଘରକୁ। ପୁରାଣ ପ୍ରମାଣ ସେ ଗଲାବେଳେ କଣ କରନ୍ତି? ବେଶ୍ୟା ଦ୍ୱାରରେ ପାଦୁକା ବୋଲେ ଚପଲ ଥୋଇକି ଘର ଭିତରକୁ ଯାଆନ୍ତି ନା। ଯେହେତୁ ଏ ଅଷ୍ଟ ପଣ୍ଡିତ ମାନଙ୍କର ପ୍ରତ୍ୟେକ ମଣିଷ ମାନଙ୍କର ପାଦ ଧୂଳିଟା ସେଇଠି ଥାଏ। ସେଇ ପାଦ ଧୂଳି ଗୋଟିଏ ଅଟେ ପୁଣ୍ୟର କାରଣ। ଏଣୁ ବେଶ୍ୟା ଦ୍ୱାର ମାଟି କରେ ସଞ୍ଚୟ। ଧୀରେ ଠାରୁ ଯଦି ଅନ୍ୟ ଉତ୍ତର ଯେ ଯଦି ଅନ୍ୟ ଉତ୍ତର ଥବ ଆପଣ ଆର ପାଲାମାନଙ୍କୁ କାଲି ପଚାରିବେ, ଶାସ୍ତ୍ରୀୟ ମତ ଦେଇକି କହିବେ, ନହେଲେ କଥାକୁ ମୁଁ ଗ୍ରହଣ କରିବିନି। କିନ୍ତୁ ଜଣେ ଖାଲି ବିଲରେ ବାଳୁଙ୍ଗା ପକଉଥବ ମୁଁ ଓପାଡୁଥିଲି। ଆଉ ଆପଣ କଣ ଜାଣିଛନ୍ତି? ଯିଏ ବଛାଳି ଭଲ, ଯିଏ ଭଲ ବଛାଳି ତାକୁ ଗାଁ ଯାକ ଲୋକ ପଛେ 50 ଟଙ୍କା ଅଧିକା ଦେବେ, ସେଇ ଲୋକଟା ଯାଆନ୍ତା। ତମେ ହେଇଆ ଆଉ ହଉ ବୋଲ ଦିନ ଜନ ସିଂହ ସଂରକ୍ଷଣ ସାଗରେ ବୀର ଦରବାରେ, ସାଗରେ ବୀର ଦରବାରେ ଦୁଃଖ ଯା